ଝଡ଼ି ପଡୁଥାଏ ପାଣି ଗୋ ଫୁଲ ବଉଳ ବେଣୀ ଉଡ଼ି ଉଡ଼ି ଯାଏ ବଣି ଗୋ ଫୁଲ ବଉଳ ବେଣୀ ଝଡ଼ି ପଡୁଥାଏ ପାଣି ଗୋ ଫୁଲ ବଉଳ ବେଣୀ ଉଡ଼ି ଉଡ଼ି ଯାଏ ବଣି ଗୋ ଫୁଲ ବଉଳ ବେଣୀ ଝଡ଼ି ପଡୁଥାଏ ପାଣି ଗୋ ଫୁଲ ବଉଳ ବେଣୀ ଉଡ଼ି ଉଡ଼ି ଯାଏ ବଣି ଗୋ ଫୁଲ ବଉଳ ବେଣୀ ବଢ଼ି ବଢ଼ି ଯିବ ପୁଣ୍ୟ ଯଦି ତୋର ବଢ଼ି ବଢ଼ି ଯିବ ପୁଣ୍ୟ ଯଦି ତୋର ନୀଳା ଲଗାଇବେ ନୀଳମଣିଙ୍କ ଫୁଲ ବଉଳ ବେଣୀ ଝଡ଼ି ପଡୁଥାଏ ପାଣି ଗୋ ଫୁଲ ବଉଳ ବେଣୀ ଝଡ଼ି ପଡୁଥାଏ ପାଣି ଫୁଲ ବଉଳ ନୀଳ ପର୍ବତ ତଳ ପଡାଳେ ଲୋ ଡୋରି ବାନ୍ଧି ଦବୁ ଯାଇ ଡୋରି ବାନ୍ଧି ଦବୁ ଯାଇ ରତନ ବେଦୀର ପଦ୍ମ ପାଖୁଡାରେ ଭକତି ବାଢିବୁ ତୁହି ଭକତି ବାଢିବୁ ତୁହି ନୀଳ ପର୍ବତ ତଳ ପେଡାଳ ଲୋ ଡୋରି ବାନ୍ଧି ଦବୁ ଯାଇ ଡୋରି ବାନ୍ଧି ଦବୁ ଯାଇ ରତନ ବେଦୀର ପଦ୍ମ ପାଖୁଡାରେ ଭକତି ବାଢିବୁ ତୁହି ଭକତି ବାଢିବୁ ତୁହି କଳା ଆଖିକୁ ଚାହିଁବେ ଧନ ଝଡ଼ା ତୁଳସୀ ପାଇଁ ଦେହ ଚନ୍ଦନ କଳା ଦେହରେ ଲେଖିଦେ ସଜି ନେଇ ଗରୁଡ଼ ପଛରେ ଶରଣ ପଶିଲେ ଗରୁଡ଼ ପଛରେ ଶରଣ ପଶିଲେ ତୁ ଜଗତକୁ ଯିବୁ ଜିଣିଗ ଫୁଲ ବଉଳ ଝଡ଼ି ପଡୁଥାଏ ପାଣି ଗୋ ଫୁଲ ବଉଳ ବେଣୀ କୋଇଲି ବୈକୁଣ୍ଠ ଶିଆଳି କୁଣ୍ଡରେ ସୁନା ଦୋଳି ଝୁଲୁଥାଏ ଆରେ ସୁନା ଦୋଳି ଝୁଲୁଥାଏ ସେହି ଦୋଳିରେ ମୋ କାଳିଆ ନାଗର ଧୀରେ ଧୀରେ ଝୁଲୁଥାଏ ଆରେ ଧୀରେ ଧୀରେ ଝୁଲୁଥାଏ ଆରେ ନିଜ ତୁଥରେ କରିବେ ରାଧା ସେହି କାଳିଆ ପାଇଁ ପାପ ବଳିତା ଜାଳି ଦବୁଲ ସୁଖ ପାଇବା ପାଇଁ ସରି ଯାଉଛି ତ ଜୀବନ ଜଞ୍ଜାଳ ପୁରିବ ପୁଣ୍ୟ ଗୌରୀଙ୍କ ଫୁଲ ବଉଳ ବେଣୀ ଝଡ଼ି ପଡୁଥାଏ ପାଣି ଗୋ ଫୁଲ ବଉଳ ବଢ଼ି ବଢ଼ି ଯିବ ପୁଣ୍ୟ ଯଦି ତୋର ନୀଳା ଲଗାଇବେ ନୀଳମଣିଙ୍କ ଫୁଲ ବଉଳ ବେଣୀ ଝଡ଼ି ପଡୁଥାଏ ପାଣି ଗୋ ଫୁଲ ବଉଳ ବେଣୀ ଝଡ଼ି ପଡୁଥାଏ ଝଡ଼ି ପଡୁଥାଏ ଝଡ଼ି ପଡୁଥାଏ ଜୟ ଜୟ ନାରାୟଣ ଜୟ ଜନାର୍ଦ୍ଦନ ନାମ ସଂକୀର୍ତ୍ତନ ଜୟ ଜୟ ନାରାୟଣ ଗଭୀର ଗତି ଜୟ ଜୟ ନାରାୟଣ ଦେବୀ ସୁମୁରତି ତତେ ହାତରେ ବଇଁଶୀ କିଏ ସେ ଦେଲା ଗରୁଡ଼ ପିଲା ତତେ ଡାକି ଡାକି ମୋର ବିନତି ଗଲା ଗରୁଡ଼ ପିଲା ଆରେ ମଥୁରାପୁରରୁ ଗୋପପୁର ଠାରୁ ମଥୁରାପୁରରୁ ତୋର ସବୁ ଜାଗାରେ ତ ତୋରି ପାଲା ଗରୁଡ଼ ପିଲା ତତେ ହାତରେ ବଇଁଶୀ କିଏ ସେ ଦେଲା ଗରୁଡ଼ ପିଲା ଝଡ଼ି ପଡୁଥାଏ ଝଡ଼ି ପଡୁ
ঝরি পড়ুଥାଏ বাসুদেবং নমস্তুভ্যং দেবকী নন্দন ঝরি পড়ুଥାଏ অনিরুদ্ধ অব্যক্ত কারণ ঝরি পড়ুଥାଏ অন্তরে জানুর ভূতনা দর্পহারি নিগুড় বন্ধনু পিতা মাতাଙ୍କୁ ধারি গাজা দামোদর হৃষিকেশ গোবিন্দ অচ্যুত হে মাধব অনন্ত দৈত্যঙ্ক প্রাণ হস্ত নানি বড় কান্ড ভিড় ভারি ଟିକେ ହାଉଲ ଯିବୁ ଆସୁଛି ପରା ରଥ ଦତରା ବଡ ଦାଣ୍ଡରେ ଭିଡ ତୋରା ନାନୀ ଧକ୍କା ବାଜି ପଡିଯିବୁ ଟିକେ ହାଉଲ ଯିବୁ ଝଡି ପଡୁଥାଏ ଝଡି ପଡୁଥାଏ ଝଡି ପଡୁଥାଏ ଚାଚା ଜୟ ଜୟ ଜଗନ୍ନାଥ ମଦନ ବିହାରୀ ଶିଶୁପାଳ ପ୍ରାଣହତ ପ୍ରଭୁ ଅସୁର ଦଳନ ଗଜା କାନ୍ନବାତଙ୍କ ଶ୍ରୀକୃଷ୍ଣ ଜୟ ନାରାୟଣ ମୁକୁନ୍ଦ ପରମାନନ୍ଦ ଜୟ ନନ୍ଦ ବାଳ ନମସ୍ତେ ପୁଣ୍ଡରିକାକ୍ଷ ଧନୁଜେନ୍ଦ୍ର କାଳ ନମସ୍ତେ ଗୋପାଳ ରୂପ ବେଣୁବାଦ୍ୟକାରୀ ରାମ ରଘୁନାଥ ଯେ ରାବଣ ପ୍ରାଣ ହାରି ବଳେ ବଳ ଭଦ୍ର ନାମ ବଳା ରାଧି ପ୍ରାୟ କଳି ଯୋଗ୍ୟ ଭଞ୍ଜନ ଯେ ଭକ୍ତ ମନ ଦୟ ରଣପ୍ରିୟ ହିରଣ୍ୟକ ସୁପବିଦାରଣ ନମ ବ୍ରହ୍ମଣ୍ୟଂ ରୂପାୟ ରକ୍ଷକ ବ୍ରାହ୍ମଣ ଦେଖ ଦେଖ ବାବା ବାନି ଦୁଆରେ କିଏ ହୋଇଛି ଠିଆ ଦେଖ ଦେଖ ବାକି ବାନି ଦୁଆରେ କିଏ ହୋଇଛି ଠିଆ ହାତେ ଭିକ୍ଷା ତାଳ ଗଳେ ସର୍ପମାଳ ହାତେ ଭିକ୍ଷା ତାଳ ଗଳେ ସର୍ପମାଳ କେଉଁ ଯୋଗ ଆଜ ହୋଇବ ପରା ଦେଖ ଦେଖ ବାବା ବାନି ଦୁଆରେ କିଏ ହୋଇଛି ଠିଆ ଦେଖ ଦେଖ ବାକି ବାନି ଦୁଆରେ କିଏ ହୋଇଛି ଠିଆ ଝଡି ପଡୁଥାଏ ଝଡି ପଡୁଥାଏ ଝଡି ପଡୁଥାଏ ଗାଜା ନାମ ଜଗନ୍ନାଥ ଜନାର୍ଦ୍ଦନ ଏହିପରି ଭକ୍ତ ଯୋଟ କରୁଥାନ୍ତି ସ୍ତୁତି ମୋ ବେଳକୁ ପଥର କରିଲ କିଆ ଛାତି ଶୁଣବାର ଶୁଣ ଆହେ ଜନାର୍ଦ୍ଦନ ଡାକି ଡାକି ସତେ ଯିବ କି ଜୀବନ ପଣ୍ଡିତ ମାନଙ୍କୁ କରୁଅଛି ଅଳି ଦୟା କରି ପଣ୍ଡିତେ ହୋ ବୋଲ ହରି ହରି ପିଣ୍ଡେ ପ୍ରାଣ ଥିବା ଯାଏ ତୁଣ୍ଡେ ତୋର ନାମ ଦଣ୍ଡ ଉପେନ୍ଦ୍ରର ପ୍ରଭୁ ଦଣ୍ଡବତ ଘେନ ଶ୍ରୀମନ୍ଦିରେ ମା ମାନେ ମୋର ବସି ଅଛ ଯେତେ ଦୟା କରି ହୁଳ ହୁଳି ଦେବତୀ ସମସ୍ତେ ହରି ବୋଲ କର ତାଳି ଏବେ ହୁଳ ହୁଳି ହେବ କାଣ୍ଡ ପୋଡ଼ା କାମ ଏବେ ଉଛୁଳି ପଡିବ କାଣ୍ଡ ପୋଡ଼ା କାମ ଏବେ ଉଛୁଳି ପଡିବ ହରି ବୋଲ ହୁଳ ହୁଳି କାହିଁ ହେଲା ନାହିଁ ହରି ବୋଲ ହୁଳ ହୁଳି କାହିଁ ହେଲା ନାହିଁ କେତେ ପ୍ରକାରରେ ପୁଅ କହିଲେ ବୁଝାଇ ବୁଝାଇ କହିବା ହେଲା ଅକାର ବୁଝାଇ କହିବା ହେଲା ଅକାର ହରି ବୋଲ ହୁଳ ହୁଳି ନ ପଡିଲା କାନ ହରି ବୋଲ ହୁଳ ହୁଳି ନ ପଡିଲା କାନ ହରି ବୋଲ ତାଳିରେ ହୁଳ ହୁଳି ହେବ ପବିତ୍ର ପିଠ କରି ଉଛୁଳି ପଡିବ ସର୍ବେ ବୋରାନ ଦେଖ ଭାଇ ସାରି ଏ ଅଧା ଅଧି କହିଲା ଭୀଷ୍ମ ଦ୍ରୋଣ ତଥା ଜୟ ରଥ ଜଳା मंगल ଯାହାର ଖାଇବ ତାର ନ କରିଲେ କାମ ସଂସାରେ କହନ୍ତି ତାକୁ ନିମକ ହାରା ଏଟା କାମ କରୁନାହିଁ କି ରେ न बाजू ହଉ ଠିକ ଅଛି ବୃହଦ ବାହନଂ ଯସ୍ୟ ତସ୍ୟ ତ୍ରିକଜ ଧାରଣ ବୃରେ ବୃଷଭ ଭୂଷବ ବାହନ
हाँ से देखिए। शंकर धन्यवाद हाँ टंकाटा खाली नेଇକି पड़ेले केମିତି हो आउ हाँ हाँ 3 जण को मो भाई ଦେଇଛନ୍ତି हाँ पुरस्कार में पाइछि आज्ञा पुरस्कृत हेले पुरस्कार करबा वाला मो भाई हाँ बसंत हाँ हम पाखरे कोन अछि सारे आम पाखरे कोन अछि बृहग वाहन जस्य तस्य त्रिकट धारण ब्रूरे वृषभ वाहन जस्य वृषभ वाहन जाहार जहार से होଛନ୍ତି शंकर शंकर बृहग गो हर हंस हंस वाहन जस्य जस्य हंस वाहन जाहार सेले ब्रह्मा ब्रह्माना ब्रू गला ह गला रहिला ग गो परे गरुड़ गरुड़ वाहन जस्य जस्य गरुड़ वाहन जाहार सेले नारायण नारायण बृहग वाहन जस्य तस्य त्रिकट धारण धारण तस्य बोलते सेमानकर ସେମାନଙ୍କର धारण करबा अस्त्र हला त्रिकच च त्रिरे त्रिशूल ତ୍ରିଶୂଳ धारण जस्य ଯଶ୍ୟ त्रिशूल को धारण करती जी सेले शंकर ଶଙ୍କର करे कमंडल କମଣ୍ଡଳ कमंडल को धारण करती जी सेले ब्रह्मा ବ୍ରହ୍ମା त्रि गला क गला रहिला च च धारण जस्य चक्र को धारण करती ନାରାୟଣ सालपा वाम भागरे कुर्वन्तु सदा मंगल ମଙ୍ଗଳ सालपा ପା गोटिए गोटिए वर्ण रे गोटिए गोटिए नाम ନାମ जाकुटी शब्द कहନ୍ତି ଆଜ୍ଞା सा ଛା ल ଲ पा ପା सारे सावित्री ସାବିତ୍ରୀ चाहबा मोबाइल पर शोभा बानी सेले ब्रह्मा ବ୍ରହ୍ମା लर लक्ष्मी ଲକ୍ଷ୍ମୀ चाहबा मोबाइल पर शोभा बानी सेले नारायण ନାରାୟଣ पार पार्वती चाहबा मोबाइल पर शोभा बानी सेले शिव ହଁ ଶଙ୍କର होला ଆଜ୍ଞା साल बाबा मो भागण कुर्वन्तु सदा मंगल हम पाखरे समय अभाव ଅଭାବ तेणु जाहा करिबु चौका छक्का ऊपरे ଚଉକା आउ डिफेंस करिके बेଳ ନାହିଁ ନା ନା एपरि कि जो ब्रह्मा विष्णु शिव सावित्री ହଁ पार्वती लक्ष्मी ହଁ सभार उपस्थित होई ग्रामवासी गुरुजन मान बाळ बुद्ध बनी तमर संकीर्तन भाई बंधु आत्मीय मान करो ହଁ मंगल विधान करबा सहित मोर पुरस्कार दाता मोर जो भाई ଭାଇ उपस्थित थिले समस्त मंगल विधान करन सर्वे बोल आनंद कबा ହରି ବୋଲ घन सुधी समाज ଯା ଯା कृति सोम वंशज ଦେନ ସୁଚି ସମାଜ ତିତି ତବ ଜୟ और से आजा अरे सुचि तू चले देन आजा सबने तंतराज अरे रज पकराज आजा वासुदेव मिश्र आज्ञा घेन सुधी समाज समाज आपण माने चंद्रवंश राजांकर कृति को घेन अर्थ ग्रहण कर ग्रहण कर कले कोन हबो सारे कौन हब कृति समवंश वंशज श्रवण जंतुराज हे सोमवंश राजांकर कृति को कर्ण गहर श्रवण कले कले जंतुराज की जमराज जमरा रोष हेबो खारज खरज खारज बोलते नष्ट नष्ट रोष बोलते राग राग जमराजार राग मोटे रहिबो रहिब ना रहिब ना रहिब ना
କାହିଁକି ସାରେ କାହିଁକି ନାରୀ ପୁସୁକେଇବା ଯ ହୋଇବ ନିଶ୍ଚୟ ହେଜ ସ୍ଥିର କର ମାନସ ନିଜ ବର୍ଣ୍ଣିତ ତାଙ୍କ କୀର୍ତ୍ତି ପୁଞ୍ଜ ବୃନ୍ଦାବନୀ ନାରାୟଣ ବାସୁଦେବଙ୍କର କୀର୍ତ୍ତି ଚନ୍ଦ୍ରବଂଶ ରାଜାଙ୍କର କୀର୍ତ୍ତି ସହିତ ବର୍ଣ୍ଣିତ ହୋଇଛି। ଏହାକୁ ଯଦି ଆପଣମାନେ ସାଦରେ ଗ୍ରହଣ କରିବେ ଯମର କବଳରୁ ଉଦ୍ଧାର ପାଇବେ। ଭାରତ ଚରିତ ଅମୃତ ରସ ଅଟେ ପୂରିତ ସେ ରସରୁ ଆଜି ପ୍ରକାଶ କରି ମୁଁ କିଞ୍ଚିତ ଏହାକୁ ଶୁଣିଲେ ଜମର ରାଗ ରହିବ ନା। ଦିନେ କୁରୁକ୍ଷେତ୍ରରେ ଚାଲିଛି କୌରବ ପାଣ୍ଡବଙ୍କ ମଧ୍ୟରେ ଘୋର ସମର। ସୁବା ଯୁଦ୍ଧରେ ଜୟ ଏବଂ ପରାଜୟ ଦୁଇଟି କଥାକୁ ପୂର୍ଣ୍ଣ ହବ। ଦୁଇଟି କଥା ଜଣଙ୍କର ଜୟ ହବ ଆଉ ଜଣଙ୍କର ପରାଜୟ। କିନ୍ତୁ ଏ ଦିଟା କଥା ନିଶ୍ଚିନ୍ତ ହବ। ଚାଲିଛି କୌରବ ପାଣ୍ଡବଙ୍କ ମଧ୍ୟରେ ଘୋର ଯୁଦ୍ଧ। ଦୁର୍ଯ୍ୟୋଧନର ନିର୍ଦ୍ଦେଶ ନେଇ ପିତାମହ ଭୀଷ୍ମ କୁରୁକ୍ଷେତ୍ରରେ ପାଣ୍ଡବ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଲା ବେଳେ 10 ଦିନ ଯୁଦ୍ଧ କରିବା ପରେ ପିତାମହ ଭୀଷ୍ମ ସରସଜ୍ୟା ଦ୍ୱିତୀୟ ସେନାପତି ପଣରେ ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନ ସାଙ୍ଗରେ ଯୁଦ୍ଧ କଲେ। ବିଶ୍ୱଚିନ୍ତାମଣି ନାରାୟଣଙ୍କର ଧର୍ମର ସହାୟ କର୍ମେ ପଞ୍ଚଜନୀ ଶଙ୍ଖର ଶବ୍ଦ ଦ୍ୱାରା କୌରବ ମାନଙ୍କ କର୍ଣ୍ଣ ଗହରେ ପଡ଼ିଲା ଅଶ୍ୱତ୍ଥାମାହତ। ଗୋଟିଏ ପୁଅର ବିନାଶ କଥା ଶ୍ରବଣରେ ପଡନ୍ତେ ଶକ୍ତିହୀନ ହେଲେ ଦ୍ରୋଣାଚାର୍ଯ୍ୟ ମୂର୍ଚ୍ଛା ହୋଇ ରଥ ଉପରେ ପଡିଲା ବେଳେ ଧୃଷ୍ଟଦ୍ୟୁମ୍ନ ଦ୍ରୋଣାଚାର୍ଯ୍ୟଙ୍କୁ ଦ୍ୱିଖଣ୍ଡ କଲା। 10 ଦିନ ଯୁଦ୍ଧ କଲେ ପିତାମହ ଭୀଷ୍ମ ସରସଜ୍ୟାରେ। 5 ଦିନ ଯୁଦ୍ଧ କରି ଗୁରୁ ଦ୍ରୋଣାଚାର୍ଯ୍ୟ ମୃତ୍ୟୁବରଣ। ଆପଣ ମାନଙ୍କ ପାଖରୁ କାହାଣୀଟା ଆଗକୁ ଯିବ ନା। କାହାଣୀ ଯିବ ତ ଆଗକୁ ଏଇଠି ଚାଲିଲା। କହିଲେ ଅଗ୍ନି ଉଦ୍ଗାରିଲା ନନ୍ଦୀ ଘୋଷ ଜାଲୁ କୁରୁକ୍ଷେତ୍ର ବକ୍ଷେ ଘୁରି ଏବେ କୁରୁକ୍ଷେତ୍ର ବକ୍ଷେ ଘୁରି ସମର ତାଣ୍ଡବେ ମାତିଲେ ପାଣ୍ଡବେ ଓ ରାତି ବଟି ମାସୁରୀ गर्जन करवा दरकार। तू जो भली गर्जन करूचु ए महाभारत पर्व हूँ कर्ण पर्व।
ଛୁବା ସାରେ 15 ଦିନ ଯୁଦ୍ଧ ପରେ ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ମୃତ୍ୟୁବରଣ କରିଛନ୍ତି ପିତାମହ ଭୀଷ୍ମ ସରସଜ୍ୟାରେ। ସରସଜ୍ୟାରେ ଏହି ସମୟରେ ବିଶ୍ୱଚିନ୍ତାମଣି ପରବ୍ରହ୍ମ ନାରାୟଣ ନନ୍ଦିଘୋଷ ବିମାନଟାକୁ କୁରୁକ୍ଷେତ୍ରରେ ଏପରି ଭାବରେ ଗଡ଼େଇଲେ ଉଦୟନାଥ ରଥ ସୁନା ଲେଖିଲେ ଅଗ୍ନି ଉଦ୍ଗାରିଲା ନନ୍ଦିଘୋଷ ଦାନୁ କୁରୁକ୍ଷେତ୍ର ବକ୍ଷେ ଭୁଇ। ହଁ 16 ଚକିଆ ଗାଡିଟା ଗଡ଼ିଲା ବେଳେ ହେ ଅଗ୍ନି ବିନ୍ଦୁ ଚାରିଆଡେ ବିଛୁରିତ ହେଲା। ହେଲା ସମଗ୍ର ଭାରତବାସୀ ତାଳି ମାରିଲେ। ହେ ଏଥର ଯୁଦ୍ଧରୁ ଜଣା ପଡିଲା ପାଣ୍ଡବ ମାନଙ୍କର ଜୟ। ପାଣ୍ଡବ ମାନଙ୍କର ଜୟ ପାଣ୍ଡବ ମାନଙ୍କର ଏଥର ଜଣା ପଡିଲା ଜୟ। ଜୟ ସତ୍ୟପଥରେ ଯେ ଥିବ ଯା ଯା ତାର କି କରିବେ ଦୁଷ୍ଟ ଦାନବ ହେ ବନ୍ଧୁ ବାସୁଦେବ ସୁଜାନ ହେ ହେ ଦାଦା ତୁ ପାଛୁ ଜାନ ହେ ସତ୍ୟ ନ୍ୟାୟ ପଥରେ ଯିଏ ଥିବ ଯିବ ତାର କି କରିବେ ଦୁଷ୍ଟ ଦାନବ। ହଁ ଖାଲି ସୁବାସ ଟିକେ ଖାଲି ସତ୍ୟ ପଥରେ ରହ। ସାରେ ମୁଁ ଆଉ କଣ ଅର୍ଥ ହଉଛି ଭଗବାନ କଥା ଦେଇଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବେତ୍ ଭାରତ ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାନ ସୂର୍ଯ୍ୟମେହ ହଁ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତଂ ହେଲା ଧର୍ମ ସଂସ୍ଥାପନାर्थाय संभवामि ଯୁଗେ 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 ପାଇଁ ମହାପ୍ରଭୁ ପୃଥିବୀ ବକ୍ଷକୁ ବାରମ୍ବାର ଆସନ୍ତି। ବାରମ୍ବାର ଧର୍ମେଣ ହନ୍ୟତେ ବ୍ୟାଧି ଧର୍ମେଣ ହନ୍ୟତେ ଗ୍ରହ ଗ୍ରହ ଧର୍ମେଣ ହନ୍ୟତେ ଶତ୍ରୁ ତତ୍ତ୍ୱ ଧର୍ମ ତତ୍ତ୍ୱ ଜୟ। ଜୟ ପାଣ୍ଡବ ମାନଙ୍କର ଏହି ଧର୍ମ ନ୍ୟାୟ ବିଚାର ଉପରେ ହଁ ବିଶ୍ୱଚିନ୍ତାମଣି ଭଗବତ ବାସୁଦେବ ଚିର ସନ୍ତୋଷ। ଚିର ସନ୍ତୋଷ ଦୁର୍ଯ୍ୟୋଧନକୁ ବାରମ୍ବାର କହିଲେ ଦୁର୍ଯ୍ୟୋଧନରେ ଆଜ୍ଞା ଏ ପାଣ୍ଡବ ମାନଙ୍କୁ ପଡେ ଦିପଡା ଦେଇଦେଲେ ହଁ ତୋ ଭାଇ ମାନେ ସବୁବେଳେ ତୋ ପାଖରେ କ୍ରୀଡ଼ା କିଙ୍କର ଭାବରେ ରହିବେ। ରହିବେ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ଗୋଟିଏ କଥା ସଦାବେଳେ କହିଲା କଣ କହିଲା ସୁଚାଗ୍ରେଣ ସୁଦୃଢ଼େଣ ତିଷ୍ଠନ୍ତି ମେଦିନୀ ତାବତ ଭୂମି ନଦାନ୍ତ ପିଆ ଭଗବାନଙ୍କୁ ନାଲି ଆଖି ଦେଖେଇଲା ଦୁର୍ଯ୍ୟୋଧନ। ହେ ହେ କେଶବ ହେ ମଧୁସୂଦନ ହେ ସୁଦନ ଇଏ ଦୁର୍ଯ୍ୟୋଧନ ବଞ୍ଚିଥିବା ପର୍ଯ୍ୟନ୍ତ ହଁ ବିନା ଯୁଦ୍ଧରେ ପାଣ୍ଡବ ମାନଙ୍କୁ ଛୁଞ୍ଚି ମୁନରେ ମୁନେ ଦବ। ମୁନ ଦବୁନ ଥରେ ନୁହ ଦିଥର ନୁହ 3 ଥର ପର୍ଯ୍ୟନ୍ତ ଭଗବାନ ଭିକାରୀ ପରି ହଁ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ପାଖରେ ଉପସ୍ଥିତ ହେଲା ବେଳେ ବେଳେ ଭଗବାନ ନିରାଶ ହୋଇ ଫେରିଲେ। ବିରାଟ ଦୁର୍ଯ୍ୟୋଧନ ହେ ଦୁର୍ଯ୍ୟୋଧନ ଯଦି ତୋ ଭାଇ ମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି କି ସେଇ ଯୁଦ୍ଧ ବେଳେ ତୁ ମୋତେ ଟିକେ ଦେଖିବୁ ହଁ ଆଉ ମୁଁ ତୋତେ ଟିକେ ଦେଖିବି। ଦେଖିବି ଦେଖିବି ଦୁର୍ଯ୍ୟୋଧନ କହିଲା ଅଇରେ ବେହେରା ଏ ବେହେରା ଅଇରେ ଗୋପାଳ ତୋ ହାତରେ କଣ ହବ ସେ ଯୁଦ୍ଧ ବେଳେ ମୁଁ ଟିକେ ଦେଖିବି। ସେତିକବେଳେ ମୁଁ ଦେଖିବି ଯେତେବେଳେ ପିତାମହ ଭୀଷ୍ମ ସରସଜ୍ୟାରେ ଗଲେ ହଁ ହଁ ଗୁରୁ ଦ୍ରୋଣାଚାର୍ଯ୍ୟ ମୃତ୍ୟୁବରଣ କଲେ ହସ୍ତ ବିମାନଟାକୁ ଯେ ଗୋପାଳ ପୁଅ ଗଡ଼ଉଛି ଇଏ ଯୋଉ ଚିତ୍କାର ଶବ୍ଦ ଶୁଭିଲା ପାଣ୍ଡବ ମାନଙ୍କର ଜୟ ପାଣ୍ଡବ ମାନଙ୍କର ଜୟ ପାଣ୍ଡବ ମାନଙ୍କର ଜୟ ଚକ୍ର ଭଳି ତାପରେ ଗୌରବ ଆରେ କାଟରେ ପତିରେ ପୁତର ଆରେ କାଟରେ ଗୌରବ ପତି
सत्य पथरे थिबा दरकार भगवान फेरिले आज मो सामने दुर्योधन कहला बिना युद्धरे मो छुची मुने देबिनी एत बड़ बर गछ जे तैयारी करछि आज्ञा जी एडिकी टिके फल देछि कखारुटा लटेइबो जे एत बड़ फल देछि एडिकीटा दुर्योधन तू देछि ना मु लगेछि हेले भगवान भाबिले हां सूर्य जोठी उदय होउछन हां ता पछपटे एरिया दुर्योधन तू देखिछु हां मु देखिछि उदय थारु यारी भितर तू अछु ता पछपटे बुलिछु जोठी अस्त होउछन हां दुर्योधन हे ता पछपटକୁ भी जागा अछि दिने जाइनी एत बड़ बर गछ एडी टिके फल हां ता मूले रे तू बसिकी आनंद नउछु हां दिने चिंता करिछु ए गछ को एटिकी बड़ गछ हां एडिकी टिके फल को विधाता देला दिने चिंता करिछु लटेइबा हां गछ होती कखारू एत बड़ फल जिए देइछि आइरे दुर्योधन चिंता करिछु किए देइछि मुना संथ को शांति दवा वाला जी संसार दाडू छड़ेई गिरी नहीं मयूर पक्षी की सुंदर करी जे मैथुन छड़ेई गिरी नहीं कोइली की जे कंठ देई जे ताठर रूप छड़ेई गिरी नहीं महाकाल फलटा को सुंदर करी जे पोड़ा अंगार ता भीतर देइछि मल्ली फूलटा को जे बासना देइछि पुओ ताकू छोटिया करिछि पलाश फूलटा को पुओ सुंदर करिछि किंतु ताकू बासना देई नहीं एत बड़ विशाल रूप तैयारी करिछि हाथी को किंतु शक्ति देइछि ना हां किंतु ताठर दृष्टि शक्तिटा छड़ेई गिरी नहीं घोड़ा ताकू आज्ञा गति देइछि किंतु आज्ञा संग देई नहीं चंदन गछरे पुओ बासना देइछि जे ताकू फल देई नहीं आखु गछरे जे मिठा देइछि पुओ ताकू फूल देई नहीं होइले दुर्योधन कहू छुची मुन्ने रे मु देबी नहीं मुन्ने छुची मुन्ने रे अक्रिया देबिनी मुह को बाचिबो हेई छाती के बेला देखी माउसी पुओ भाई बोली भगवान को भाबिछु हां दुर्योधन को कथा देले मु जाउची दुर्योधन जाउची जते ते पांडव भाई माने को सागर युद्ध करबा पई प्रस्तुत पर्व दियंती हां सेई युद्ध बेले तू मते देखिए देखिबू हां आ सेतिकी बेले धन मु तते देखिबी तेरी बेश्रवण तेरी बेश्रवण तेरी बेश्रवण पवित्र होई बोलाए भारत पुराण भारत पुराण पवित्र होई बोला भारत पुराण सेई प्रभु अरे बाटे पूरा गले अन्नार्य बाणी थी प्रकाश करबा दरकार नै सुबा सारे नंदी घोष विमान ऊपर विराजमान करी प्रभु अर्जुन को धर के गड़ीला गेले हां अग्नि बिंदु चारियाडे विच्छुरित होउछि हां अर्जुन पचारि देले कहले केशव आज्ञा 16 दिन हलानी 15 दिन हलानी नंदी घोष विमानटा कुरुक्षेत्र घुरुथिला आज ये क्षिप्र गति रे गडौतो हां मु थय हिकरी रही परनी नहीं गांडीव धनु को धरी हां भगवान हसी देले कहले मु केबे भाबी नथिली मो वचन को मु पूर्ण करबी बोली हां जोठी पितामह भीष्म हे धनु धरिले पृथ्वी टळमळ हेबो टळमळ अर्जुन आज्ञा अरे बुढ़ाटार ज्ञान नहीं ना एबे सेंस होला ना सेंस आउ नाही जान ना चेता शून्य होई के पड़ी छी आउ ताको पाई परे हां द्रोणाचार्य दिखंड होई के पड़िले पड़िले किए
କିଏ ଅଛି? କିଏ? ଆରେ ଏଥର ହସ୍ତିନା, ବାରୁଣା, ଜୟନ୍ତା, ଇନ୍ଦ୍ରପ୍ରସ୍ଥ, ଯମପ୍ରସ୍ଥର ମାଲିକ ସବୁ ମୁଁ। ଏଇ କଥା ପଡିଲା ବେଳେ ସେପଟେ କୌରବ ମା ପତି ଦୁର୍ଯ୍ୟୋଧନ ହଁ ମୁଣ୍ଡରେ ହାତ ଦେଇ ବସିଛି। ସେ ମୁଣ୍ଡରେ ହାତ ଦେଇ ବସିଲା। ସରିଗଲା ଆଉ କଣ କରିବ? ଆରେ ଛୁଞ୍ଚି ମୁଣ୍ଡରେ ହାରାମ ଦଉନଥିଲା, ମୁଣ୍ଡରେ ହାତ ଦେଇ ବସିବ ନାଇଁ? ଖାଲି ତୁଲୁ ତୁଲୁ ହଉଥିଲୁ। କଣ ହେଲା ତୋର ପୁଣି? ରେ କଣ ହେଇଛି କି ତୋର? ମୁଣ୍ଡରେ ହାତ ଦେଇ ବସିଲା ବେଳେ ଅଙ୍ଗପତି କର୍ଣ୍ଣ ଖୋଜୁଛି ମୋ ମିତ୍ର କୁଆଡେ ଗଲା। କୁଆଡେ ଗଲା ସେ ମିତ୍ର? କହିଲା ଭ୍ରମିଲା ମଉଳି ଯା ଯା ପାତ ଚକ୍ର ଭଳି ଭମିଲା କାମୁଡି ବାଚ ଚକ୍ର ଭଳି ପାତରେ କୌରବପତି ଚାତରେ କୌରବପତି ଆରେ ଚାତରେ କୌରବପତି ହେଲା ମୁକୁଟ ହେଲା ମୁକୁଟ ସିଂହାସନ ରାଜ ଛତି ଓ ସିଂହାସନ ରାଜ ଛତି ଓ ସିଂହାସନ ରାଜ ଛତି ରାଜ ସିଂହାସନଟା ହଁ ମୋ କବଳରୁ ଖସି ଯିବା ପାଇଁ ବାହାରିଲାଣି। ମୁଁ ଏବେ କଣ କରିବି? କଣ କରିବି ମୁଁ ଏବେ କଣ କରିବି? କଣ କରିବି? ଏଇ କଥା ଚିନ୍ତା କରି ଦୁର୍ଯ୍ୟୋଧନ ମୁଣ୍ଡରେ ହାତ ଦେଇ ବସିଛି। ବସିଛି। ସୁବାରେ ଆଜ୍ଞା ବସିଲା ବେଳେ ହଁ କହିଲା ଏ ବେଳେ ପ୍ରବେଶୀ ରାଜା ପ୍ରବୋଧିଲେ କେତେ କେତେ ବୀର ବିକ୍ରମ ଆରେ ବୀର ବିକ୍ରମରା ହେଲା ଏ ଭଲ ବୀର ବିକ୍ରମରା ହେଲା ବିରୁତ ଅତନେ ବିରୁତ ଅତନେ ପ୍ରବେଶୀ ପ୍ରବୋଧିଲେ ଯେତେ ବୀର ବିକ୍ରମ ରାଧେୟ। ମେଘ ପକଉଛି। ଧନ୍ୟବାଦ। ଅମୃତ ବର୍ଷା ହେଲା। ବ୍ରହ୍ମଯଜ୍ଞ, ନୃପଯଜ୍ଞ, ଦେବଯଜ୍ଞ, ତଥୈବଚ ଭୂତଯଜ୍ଞ, ପିତୃଯଜ୍ଞ, ପଞ୍ଚଯଜ୍ଞ ଇତି ସ୍ମୃତା। ପାଞ୍ଚଟା ମହାଯଜ୍ଞ ବେଳେ ଯଦି ଶୁଭର ଦୃଷ୍ଟି ଥାଏ ତେବେ ବାରି ବର୍ଷଣ ହୁଏ। କାହିଁକି? ଜାନକୀ ବଲ୍ଲଭ ବିଳାସ ଗୋକୁଳାନନ୍ଦ ପଟ୍ଟନାୟକ ସେ କଣ କହିଲେ? ଏ କଥାକୁ ସୃଷ୍ଟି କରିଲେ କେତେବେଳେ ନା ଚମ୍ପାବତୀପୁରର କାହାଣୀ ମହାଭାରତ ବନପ୍ରାସରେ 4 ଧାଡି ଲେଖିଛନ୍ତି। ଗଲା ବରଷ 12 ପର୍ଯ୍ୟନ୍ତ ଚମ୍ପାବତୀପୁରେ 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 ଏବେ ଚମ୍ପାବତୀପୁରେ ଚମ୍ପାବତୀପୁରେ ଥିଲା ନାହିଁ ନୀର ହୁଜୁର ସାବରେ ଆହା ଚାପରେ ଆହା ଥିଲା ନାହିଁ ନିରା ହୁଜୁର ଚାପରେ ହୁଜୁର ଚାପରେ ଚମ୍ପାବତୀପୁରରେ 12 ବର୍ଷ ପର୍ଯ୍ୟନ୍ତ ବର୍ଷା ହୋଇନଥିଲା। ନା ଋଷ୍ୟ ଶୃଙ୍ଗ ଆସିଲେ ବର୍ଷା ହବ। ଋଷ୍ୟ ଶୃଙ୍ଗ ସତ୍ୟବନରେ ତପସ୍ୟାରେ ରତ ଥାନ୍ତି। ଋଷ୍ୟ ଶୃଙ୍ଗକୁ ଆଣିବ କିଏ? କିଏ ଆଣିବ? ବର୍ଷା ହେଲେ ସୃଷ୍ଟିରେ ମଙ୍ଗଳ ହବ। ବ୍ରାହ୍ମଣ ଅଭିଶାପରେ 12 ବର୍ଷ ବର୍ଷା ହୋଇନଥିଲା। ନା ଯଜ୍ଞ କରିବା ଉଦ୍ଦେଶ୍ୟରେ ଋଷ୍ୟ ଶୃଙ୍ଗକୁ ଜଣେ ବେଶ୍ୟା ଆଣିଲା। ବେଶ୍ୟା ଋଷି ମୁନି ମାନଙ୍କର ମୁଁ ଟିକିଏ କଥା ପୂର୍ବରୁ କହିଛି। ଋଷି ମୁନି ମାନଙ୍କର
मन को भूलेबा पाई हेले जेते तू पिस्तल रिवॉल्वर नहीं खजा गजा बल्लभ नहीं करी टंका पैसा गदेई दिए हां ऋषि तपस्या छाड़ीबे किंतु तपस्या किमिति भंग हबो किमिति ना जदी गोटे सुंदरी झियर रूप ताका आखिरे नाची उठी सुंदरी झियो हाय ये को उपकार बाजी एसिना गुंफा भी अरे तपस्या को भंग करबा पाई हे इंद्र सहित पाई नौटा झियो को रखिथिला नौटा झियो तेबे से ऋषि संग को आनिबा पाई दरता बेसिया गला चौरुष्य संग आसिले राम जन्म हेबे यज्ञ हला चौ यज्ञ द्वारा राम जन्म हेले चौ यज्ञ द्वारा आज 12 वर्ष पर्यंत वर्षा हो नथिला ना वो वर्षा हला जंगल रे ऋषि आगे झियो नाचिला बोली एबे कीर्तन रे नाचिले मु कहिला बेले सेते बेले मो बापा भाईंकर जागा एठी नथिला ना मु एबे महाभारत बही आरंभ करिला बेलकू हां एथुरु बापा भाई माने अधे कुआडे गले सारे तबे मेलुडी करूना हेबे अग्राधिकार तमे देई नले मु देई हां शास्त्र देई ना शास्त्र देई ना पुराण भागु कहिबी बोली माली डोर पकई हां औरता सिंदूर लगे मुकुट पिंधी घुंगुर पिंधी ना किंतु पिंधे जो चैतन्य महाप्रभुंकर दीक्षा हां एटा होउची समर्पण भाव हबो एटा होउची उत्तरी पडिते राधा भाव से भाव को नै हमें पुराण कथा आपण मानक पाखरे पुरुणा कथा कहबू पैंट शर्ट पिंधिला माने हां हमें पळेइबू रानी पुंडा पाखु रानी पुंडा साले रानी पुंडा कोन तू काई जानिबू जगत भीतर मो बापा भाई माने आजि काली अचना ना पुराण कथा कहबा पाई मो बापा मान डकई छौजा हम मानकू हम हृदय भीतर कथा नाही ना किंतु पुराण भीतर जोटा अछि मु आपण मानक पाखरे सेईटा प्रकाश करूची यार साट पिंधी देला परे हमें हेजु अनाज किंतु ये वस्त्र को परिधान करिछु आपण मानक पाखरे कहानी कहिबार अधिकार पाइछु हां तेणु काहे की कथा कहली वर्षा हेला नाही ना नागोरा देले चंपावतीपुर राजा हां एबे नाम यज्ञ चाली की वर्षार सूचना पडिला बोली मु आपण मानक पाखु एत बाट गली हां नले महाभारत कर्ण पर्वर मु टिके हेले जाई ना एबे बुझी परिले ना सुबास सारे आगे से दिन दुर्योधन मुंडरे हाथ देई बसिला बेले महावीर कर्ण पहुंचिला पहिला मित्र कोन हेई तमर पहिला ए बेले प्रवेशी प्रबोधिले जेते